ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ। ସମସ୍ତ ଭାଇମାନଙ୍କୁ ସମସ୍ତ ବନ୍ଧୁମାନଙ୍କୁ ସମସ୍ତ ଗୁଣିଜ୍ଞାନୀମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ମୋ ଭିଡ଼ିଓ କିଏ ଦେଖୁ କି ନ ଦେଖୁ ସେଥିପାଇଁ ମୁଁ ଏତେ ବ୍ୟାକୁଳ ନୁହଁ, କିନ୍ତୁ ମୁଁ ସମସ୍ତଙ୍କୁ ଗୋଟିଏ କଥା କହେ, ସଂସାର ଭିତରେ ଶାନ୍ତିରେ ରହିବା ପାଇଁ ଯିଏ ନିଜ ପିଲାମାନଙ୍କର ଭୁଲକୁ ପ୍ରଶ୍ରୟ ଦିଅନ୍ତି, ଯିଏ ନିଜ ପିଲାମାନଙ୍କର ଭୁଲକୁ ପ୍ରଶ୍ରୟ ଦିଅନ୍ତି, ସେ ନିଜ ବାପା ମା ମରଣ ମୁଖକୁ ପଠାଇ ଦିଅନ୍ତି। ସଦାସର୍ବଦା ନିଜ ପିଲାଙ୍କର ଭୁଲକୁ କ୍ଷମା କରିବା ପାଇଁ ଚେଷ୍ଟା କର। ଯଦିଓ ତୁମ ପିଲା କିଛି ଭୁଲ କରିଛି ତାଙ୍କୁ ସୁଧାରିବା ପାଇଁ ଚେଷ୍ଟା କର। ଆଜିର ମଣିଷ ଅଜ୍ଞାନର ବଶବର୍ତ୍ତୀ ଜ୍ଞାନ ଭ୍ରଷ୍ଟ ଅନେକ ପ୍ରକାର କଥା କହୁଛି। ଆଜିର ମଣିଷ ଅଜ୍ଞାନର ବଶବର୍ତ୍ତୀ ଜ୍ଞାନ ଭ୍ରଷ୍ଟ ଅନେକ ପ୍ରକାର ମନ୍ତ୍ରଣା ଦେଉଛି। କାହିଁକି, କ'ଣ ପାଇଁ ଦେଉଛି? ସେ ନିଜକୁ ନିଜେ ଜାଣେ ନାହିଁ। ଆମେ ଯେଉଁ ଚନ୍ଦନଟିକୁ ଧାରଣ କରୁଛନ୍ତି କ'ଣ ପାଇଁ? ନିଜ ପାଇଁ, ନିଜର ମନକୁ ନିୟନ୍ତ୍ରଣ କରିବା ପାଇଁ ଆମେ ଚନ୍ଦନଟି ଧାରଣ କରୁଛନ୍ତି। ଆମେ ଯେଉଁ ଜ୍ଞାନ ବାଣ୍ଟୁଛନ୍ତି, ଯେଉଁ ବ୍ରହ୍ମଜ୍ଞାନ ବାଣ୍ଟନ୍ତି ପଣ୍ଡିତମାନେ, ଯେଉଁଭଳି ବ୍ରହ୍ମଜ୍ଞାନ ବାଣ୍ଟନ୍ତି କାହା ପାଇଁ? ପରର ଦଣ୍ଡରୁ ମୁକ୍ତ କରିବା ପାଇଁ। ପରର ଦଣ୍ଡକୁ ମୁକ୍ତ କରିବା ପାଇଁ ପ୍ରତ୍ୟେକ ପଣ୍ଡିତମାନେ ଜ୍ଞାନ ବାଣ୍ଟନ୍ତି। ଆଜି ତୁମେ କେଉଁ ଜ୍ଞାନ ବାଣ୍ଟୁଛ? ପୂର୍ବଜନ୍ମର କଥା ମୁଁ ଆପଣଙ୍କୁ ବୁଝେଇ କହିବି। ପୂର୍ବଜନ୍ମର କଥା, ଆମେ କେମିତି କର୍ମ କରିଥିଲେ, କେଉଁ ଜାଗାରେ ସ୍ଥାନ ପାଇଛନ୍ତି। ଆଜି ମୁଁ ଭଲ କର୍ମ କରିଥିଲି ବୋଲି ପ୍ରଭୁଙ୍କ ପାଖରେ ଆଶ୍ରିତ ହେଇଛି, ଏ କଥା ଜାଣି ରଖିବା ଦରକାର। ପୂର୍ବଜନ୍ମରେ ମୁଁ କୁକର୍ମ କରିଥିଲି ବୋଲି ଆଜି ଅନ୍ଧ ଜନ୍ମ ନେଇଛି, ଏ କଥା ଜାଣି ରଖିବା ଦରକାର। ପୂର୍ବଜନ୍ମରେ ମୁଁ ଭୁଲ କର୍ମ କରିଥିଲି ବୋଲି ଆଜି ପଙ୍ଗୁ ହୋଇଛି, ମାଦଳ ହେଇଛି, ମୁକ ହୋଇଛି, ଏ କଥା ଜାଣି ରଖିବା ଦରକାର। କର୍ମ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ଆମେ କ'ଣ କର୍ମ କରୁଛନ୍ତି, କ'ଣ କର୍ମ ନ କରିଛନ୍ତି, ଆମେ ନିଜକୁ ନିଜେ ପଚାରିଲେ ଉତ୍ତର ପାଇଯିବା। ଆଜି ବିଜ୍ଞାନ ଅବୈଜ୍ଞାନିକ, ବିଜ୍ଞାନୀ ବୈଜ୍ଞାନିକ ମାନେ ଅନେକ ପ୍ରକାର ଉଦାହରଣ ଦେଇଛନ୍ତି ସଂସାରକୁ। କଲା କର୍ମର ଫଳ ଆମକୁ ହିଁ ଭୋଗ କରିବା ପାଇଁ ପଡ଼ୁଛନ୍ତି। ଆମେ ଗୋଟେ ଟାୱାର ତିଆରି କଲେ, ସେ ଟାୱାରଟି ଯଦି ମୂଳ ମଜବୁତ ନ ହୋଇଥିବ ଭୁଷୁଡ଼ି ପଡ଼ିବ। ଆମେ ଗୋଟିଏ ବଡ଼ ବିଲ୍ଡିଂ କରୁଛନ୍ତି, ଯଦି ତଳ ମଜବୁତ ନ ହୋଇଥିବ ଭୁଷୁଡ଼ି ପଡ଼ିବ। ପ୍ରଥମେ ଆଗେ ନିଜକୁ ନିଜ ପରିବର୍ତ୍ତନ ହୁଅ, ତାପରେ ସଂସାରକୁ ତୁମେ ଦେଖିବ। ଯେପର୍ଯ୍ୟନ୍ତ ତୁମେ ନିଜକୁ ନିଜେ ପରିବର୍ତ୍ତନ ହେଇନଥିବ ଏ ସଂସାରକୁ କେବେ ପରିବର୍ତ୍ତନ ଦେଖିପାରିବ ନାହିଁ। ଯେପର୍ଯ୍ୟନ୍ତ ନିଜ ପିଲାମାନଙ୍କର ଭୁଲ ତୁମେ ବାଛି ନଥିବ, ସଂସାରରେ କେଉଁ କାହାର ଭୁଲ ବାଛିବ? ନିଜକୁ ବଦଳେଇ ଦିଅ। କାଲି ଜଣେ ମିଡ଼ିଆରେ କହୁଥିଲେ, ମୁଁ ଆଗରୁ ଚନ୍ଦନ ତିଲକ ପିନ୍ଧୁଥିଲି, ଆଉ ଚନ୍ଦନ ତିଲକ ପିନ୍ଧୁ ନାହିଁ। ତମ ଭଳି ଅଜ୍ଞାନୀ ସଂସାର ଭିତରେ କେହି ନାହିଁ। କାରଣ ଏ ଚନ୍ଦନ ତିଲକ ଧାରଣ କରନ୍ତି ନିଜ ପାଇଁ, ପର ପାଇଁ ନୁହଁ। ଚନ୍ଦନ ତିଲକ ଧାରଣ କଲେ ନିଜର ମନର ପବିତ୍ରତା ଆସେ। ନିଜ ପିଲାମାନଙ୍କୁ ଯଦି ସୁଶିକ୍ଷା ଦିଅ, ଏ ସଂସାରରେ ସେ ପିଲା ଶାନ୍ତିରେ ରୁହେ। ଆଜି ଆମେ ନିଜ ପିଲାକୁ ଆମେ କେଉଁ ଶିକ୍ଷା ଦେଉଛନ୍ତି, କେଉଁ ସଂସ୍କାର ଦେଉଛନ୍ତି? ନିଜ ପିଲାର ଭୁଲକୁ ଆମେ ପ୍ରଶ୍ରୟ ଦେଉଛନ୍ତି। ସେଥିପାଇଁ ଆଜି ପିଲା ମୃତ୍ୟୁ ମୁଖରେ ପଡ଼ୁଛି। ଆଜିର ମଣିଷ ଅଜ୍ଞାନର ବଶବର୍ତ୍ତୀ ଜ୍ଞାନ ଭ୍ରଷ୍ଟ ହୋଇ କ'ଣ କର୍ମ କରୁଛି? ମଣିଷ ଜନ୍ମ ହୋଇ ମଣିଷର କର୍ମ କଲେ ଏ ସଂସାରରେ ଶାନ୍ତିରେ ରହିବା, ଶାନ୍ତି ପ୍ରଦାନ କରିବା। ମଣିଷ ଜନ୍ମ ହୋଇ ଯଦି ପଶୁତୁଲ୍ୟ କର୍ମ କରନ୍ତି, ଆମେ ସେଇ ପଶୁ ଜୀବନରେ ଜନ୍ମ ଗ୍ରହଣ କରିବା। ଏହା ହିଁ କୁହନ୍ତି ମୋ ଜଗନ୍ନାଥ, କୁହନ୍ତି ମୋ ଜଗନ୍ନାଥ।